ओम वासुदेव नारायण नमः। समस्त श्रोता बंधु मानकु मोर प्रणाम। आशा करे वासुदेव कृपारु आपण माने भलरे थिबे। श्रीमद् भागवत महापुराण चतुर्थ स्कंद द्वितीय अध्याय। आसंतु शुणिबा काहिंकी दक्ष महाराजंकु नंदी अभिशाप देले। आसंतु शुणिबा। जय जगन्नाथ। ओम नमो भगवते वासुदेवाय। श्रीमद् भागवत चतुर्थ स्कंध द्वितीय अध्याय। शिवंक तुले दक्षवाद द्वितीय अध्याय संवाद। विदुर उवाच जे शिव साधुंकर श्रेष्ठ ता संगे दक्ष कलाहट। दुहिता बसळ स्वभावे सतींकु देई अछि भवे। किंपा नीति आचरिला सतीकु अनादर कला। सचराचर गुरुहर जे आत्मा राम जोगेश्वर। शांत विग्रह निर्विकार अद्भुत महिमा जाहार। समसुहृद शुद्ध चित जगत बंधु विश्वनाथ। तांकु अवज्ञा किंपा कला के ताहाकु शिक्षा देला। श्वशुर जामातार स्नेह किंपा भांगिला एहा कह। शिवंकु अनादर कला से दुखे सती प्राण देला। ए बाणी शुणी मोर मन चंचल भावे छन छन। भोमुनि कर अनुग्रह कहे नरहु संदेह। मैत्रेय उवाच शुण विदुर शास्त्र जोगे पूर्वे से विश्व स्रष्टा यज्ञे। यज्ञ आरंभ आचरणे मिलिले सर्वदेव गणे। अशेष मुनिकर मेले मिलिले 10 दिगपाले। यक्ष किन्नर नाग कूले मिलिले पितृजे अनले। ऋषि देवता गण आदि जेणे से यज्ञ को संवादी। एमंते सुर गण जेते मिलिले ब्रह्मांक अग्रते। सुर किन्नर ब्रह्ममुनि दक्षंकु सर्वे संगे घेनी। से दक्ष निज ब्रह्म तेजे सुंदरे त्रिभुवन गंजे। आदित्य प्राय देह कांति मणि कंकण झटकंती। ब्रह्मार सभा मध्य जेते थिले जे तिमिर आयते। दक्षर तेजे तम गला से सभा निर्मल दिशिला। सभार जने दक्ष देखी उठिले आसन उपेखी। मध्य जे ब्रह्मा शिव थिले दक्षकु देखी न उठिले। से सभा मध्य मुनि जेते सानंद भावे शुद्ध चिते। अंजलि करी निज माथे रोमांच अश्रु जल नेत्रे।
ଦକ୍ଷଙ୍କୁ ସାଧୁ ସାଧୁ ବାଣୀ ଭାବେ କହନ୍ତି ପୁଣି ପୁଣି। ସେ ଦକ୍ଷ ସଭା ମଧ୍ୟେ ଗଲା ବ୍ରହ୍ମାଚରଣେ ପ୍ରଣମିଲା। ସେ ବ୍ରହ୍ମା କୃତକୃତ୍ୟ ହୋଇ ଦକ୍ଷକୁ ଆଲିଙ୍ଗନ ଦେଇ ନିଜ ସମୀପେ ବସାଇଲେ, ଅନେକ ପୁରସ୍କାର କଲେ। ରୁଦ୍ର ଯେ ସଭା ମଧ୍ୟେ ଥିଲେ, ଦକ୍ଷଙ୍କୁ ଦେଖି ନ ଉଠିଲେ। ଦେଖି ରୁଦ୍ରର ଅସମ୍ମାନ, ଦକ୍ଷର ଚିତେ ଗରୁତମ। ସେ ଦକ୍ଷ ସ୍ୱଭାବେ ଶ୍ୱଶୁର, ତାଙ୍କୁ ନ ଗଣିଲେ ଈଶ୍ୱର। ଅବଜ୍ଞା ଦୋଷେ ସେ ପ୍ରଚଣ୍ଡ, ଯେହ୍ନେ ଉଦିତ ମାରତଣ୍ଡ। କର ପ୍ରସାରୀ ସଭା ମଧ୍ୟେ, କୋପେ ବୋଲନ୍ତି ଶାସ୍ତ୍ରବାଦେ। ଶୁଣ ହେ ବ୍ରହ୍ମ ଋଷି ଗଣେ, ଆଗମ ନିଗମ ପ୍ରମାଣେ। ତୁମ୍ଭେ ତ ସଭା ମଧ୍ୟେ ଅଛ, ଏବେ ତ ଦେଖିଲ ପ୍ରତ୍ୟକ୍ଷ। ଶାସ୍ତ୍ରେ ତୁମ୍ଭର ବାକ୍ୟ ଯେତେ, ସେ ସଦାଚାର ଏ ଜଗତେ। କେ ଲଙ୍ଘି ପାରେ ତାହା ବଳେ, ଏ ତିନି ଭୁବନ ମଣ୍ଡଳେ। ଦେଖ ଏ ତୁମ୍ଭର ବଚନ, ଲଙ୍ଘିଲା ମର୍କଟ ଲୋଚନ। ରୁଦ୍ର ବୋଲାଇ ଗର୍ବ କଲା, ଏ ମୋତେ ଦେଖି ନ ଉଠିଲା। ଦେଖ ଏ ଲୋକପାଳ ମଧ୍ୟେ, ନିର୍ଲଜେ ରହି ସଭା ମଧ୍ୟେ। ଯେ ସାଧୁ ବୃତ୍ତି ଆଚରଣ, କି ଭାବେ କଲା କଦୂଷଣ। ମୋହର ଶିଷ୍ୟ ଏ ବୋଲାଇ, ଯେଣୁ ଦୁହିତା ଦେଲି ମୁହିଁ। ଅଗ୍ନି ଦେବତା ବିପ୍ରସ୍ଥାନେ, ଦୁହିତା ଦେଇଛି ପ୍ରସନେ। ଏଣୁ ମୁଁ ଏହାର ଶ୍ୱଶୁର, ଗୁରୁଙ୍କ ମଧ୍ୟେ ଗୁରୁବର। ଅଭିବାଦନ ସ୍ତୁତି ବାଦେ, ଧର୍ମେ ନମିବ ମୋର ପାଦେ। ଏହା ନ କରି ମୋ ଚରଣେ, ଅବଜ୍ଞା କଲା ମୂଢ଼ପଣେ। ଏ ଲୁତ କ୍ରିୟାହୀନାଚାର, ଅଶୁଚି ଶରୀର ଏହାର। ମର୍ଯ୍ୟାଦା ଭେଦେ ଅଭିମାନୀ, ବର୍ତ୍ତଇ ଶୂଦ୍ର ଦେହ ଘେନି। ଏହା ମୁଁ ନ ଜାଣି ଅଜ୍ଞାନେ, ବିଶ୍ୱାସୀ ବ୍ରହ୍ମାର ବଚନେ। ଦୁହିତା ଦାନ ଦେଲି ମୁହିଁ, ଶୂଦ୍ରକୁ ଯେହ୍ନେ ବେଦ କହି। ଅପାତ୍ରେ ଦେଲା ଫଳ ଯେତେ, ଏବେ ବାଧିଲା ଆସି ମୋତେ। ଶ୍ମଶାନ ବାସୀ ଏ ନିରତେ, ବର୍ତ୍ତଇ ଭୂତ ପ୍ରେତ ସାଥେ। ଉନ୍ମତ୍ତ ପ୍ରାୟ ନଗ୍ନ ହୋଇ, ଶ୍ମଶାନେ ଭ୍ରମଇ। ଜଟା କପାଳ ମୁକ୍ତ କେଶ, ଶ୍ମଶାନ ଚିତା ଭସ୍ମ ବେଶ। ଚିତା ଭସ୍ମରେ କରେ ସ୍ନାନ, ଶରୀରେ ଅସ୍ଥିର ଭୂଷଣ। ଉନ୍ମତ୍ତ ଭୋଳେ ହସେ ମୁଖେ, ନିତ୍ୟ ବଞ୍ଚଇ ଆତ୍ମ ସୁଖେ। ଏହାର ନାମ ମାତ୍ର ଶିବ, ସ୍ୱଭାବେ ଅଟଇ ଅଶିବ। ପ୍ରମତ୍ତ ମତ ଜନପ୍ରିୟ, ଏଣୁ ଅଶୁଚି ଏହା କାୟ। ପ୍ରଥମ ଭୂତ ଗଣପତି, ନିତ୍ୟ ତାମସ ବହେ ମତି। ଯେଣୁ ତାମସ ଜନପ୍ରିୟ, ନିତ୍ୟ ନିନ୍ଦିତ ଏହା ଦେହ। ମୁଁ ମୂଢ଼ ନ ଜାଣି ଅଜ୍ଞାନେ, ବିଶ୍ୱାସୀ ବ୍ରହ୍ମାର ବଚନେ। ଏହାକୁ ସତୀ କନ୍ୟା ଦେଲି, ଅତି ଅନୀତି ଆଚରିଲି। ମୈତ୍ରେୟ ଉବାଚ ଏମନ୍ତେ କୁଚିତ ବଚନେ ସେ ପ୍ରଜାପତି କୋପମନେ ଦୁର୍ବୁଦ୍ଧି ପଣ ଆଚରିଲା
ଗିରି ସେ ବହୁ ନିନ୍ଦା କଲା, ତକ୍ଷଣେ ଉଠି କୋପାନଳେ ହସ୍ତ ଅଞ୍ଜଳି ଭରି ଜଳେ। ଭୃଗୁର ବଚନ ସମ୍ମତେ ହରଙ୍କୁ ଶାପ ଦେବା ଅର୍ଥେ ମନରେ ମହାକ୍ରୋଧ ଧରି ଶିବେ ବୋଲନ୍ତି ଦୃଢ଼ କରି। ଦକ୍ଷ ଉବାଚ ଇନ୍ଦ୍ର ଉପେନ୍ଦ୍ର ଆଦି ଯେତେ ଅଶେଷ ଦେବଙ୍କ ସମେତେ ଦେବ ଯଜନେ ବହିର୍ଭାଗ କେବେ ହିଁ ହରଣ ପାଇବ ଏକଥା ମୋହର ପ୍ରମାଣ। ଏଥକୁ ସାକ୍ଷୀ ନାରାୟଣ ଏ ଦେବଗଣଙ୍କ ଧମ ଆତ୍ମାକୁ ମନେ ସର୍ବସମ ଦକ୍ଷର ଏ ବଚନ ଶୁଣି ସେ ଦେବ ସଭା ମଧ୍ୟରେ ପୁଣି ଦକ୍ଷକୁ ଚାହିଁ ସର୍ବଲୋକେ ନିଷେଧ କଲେ ଏକେ ଏକେ ସେ ଦକ୍ଷ କୋପେ ଅଭିମାନୀ ଦେବଙ୍କ ବଚନ ନ ମାନି ଅତ୍ୟନ୍ତ କୋପେ ଶାପ ଦେଲା ଋଷିଙ୍କ ବଚନ ନ କଲା ବ୍ରହ୍ମାର ସଭାରୁ ବାହାର ତକ୍ଷଣେ ଜାନ୍ତେ ନିଜ ପୁର ନନ୍ଦୀ ଯେ ରୁଦ୍ର ପାଶେ ଥିଲା ଦକ୍ଷର ଶାପ ସେ ଶୁଣିଲା ହୃଦୟ କମ୍ପମାନ ହୋଇ ମନରେ ଦୁଃଖ ଖେଦ ବହି ରୋଷେଣ କଷାୟ ଲୋଚନ ଦକ୍ଷର ବାକ୍ୟ କୋପ ମନ ଦକ୍ଷକୁ ପ୍ରତି ଶାପ ଦେଇ ବୋଲଇ ସଭା ଜନେ ଚାହିଁ ଦକ୍ଷର ମତେ ଯେତେ ଥିବେ ଏ ଶାପ ଭଲେ ସେ ପାଇବେ ଦକ୍ଷକୁ ଯେବେ ଆରାଧିବେ ବିଷ୍ଣୁର ଦୋରେହା ହୋଇବେ ଏକୁଟ ଗୃହ ଧର୍ମ ମଧ୍ୟେ ବିଷୟ ଭୋଗ ଇଚ୍ଛା ସଧେ ବିସ୍ତାରୀ ଯଜ୍ଞ କର୍ମ କାଣ୍ଡେ ଦମ୍ଭେ ଆରମ୍ଭିଏ ପାଷଣ୍ଡେ ଦେହକୁ ସ୍ୱାର୍ଥ ପ୍ରାୟ ମଣି ଆତ୍ମାର ଗତି ନ ପ୍ରମାଣି ପଶୁଙ୍କ ପ୍ରାୟ କରିଆସ ସର୍ବଦା ହେଉ ନାରୀ ବସ ଏ ଦକ୍ଷ ଛାଗ ମୁଖ ହେଉ ଆମ୍ଭର ସାପ ଆନନହୁ ଅବିଦ୍ୟା ମାର୍ଗେ ବିଦ୍ୟା କଳ୍ପି ଅଲାଭେ ଲାଭ ବୁଦ୍ଧି ସ୍ଥାପି ଏଣୁ ଏ ଛାଗର ସମାନ ଅତିଶୟରେ ଜ୍ଞାନହୀନ ଦକ୍ଷର ମତେ ଯେତେ ଥିବେ ଯେ ଅବା ଦକ୍ଷେ ଆରାଧିବେ ଅଶେଷ ଯୋନି ସେ ପାଇବେ ଜନ୍ମ ମରଣେ ସଞ୍ଚରିବେ ପଶୁ ହିଂସିବେ କର୍ମ ମତେ ଅଜ୍ଞାନ ବଳେ ବିମୋହିତେ ଅଶେଷ ଯଜ୍ଞ କର୍ମ କରି ଏ ଭକ୍ଷା ଭକ୍ଷଣ ବିଚାରି ଏ ବିପ୍ରେ ତପ ବିଦ୍ୟା ବ୍ରତ ଅଶେଷ କାମ୍ୟ ଫଳେ ରତ ଚିତ ଇନ୍ଦ୍ରିୟ ଦେହେର ଯାଚକ ପ୍ରାୟ ଶ୍ରମେ ଭ୍ରମି ଭ୍ରମିବେ ଇହ ପରଲୋକେ ଅରୁଦ୍ର ମାର୍ଗେ ଅତିରେକେ ଏମନ୍ତ ସାପ ଦେଲା ବେଳେ ସେ ନନ୍ଦୀଶ୍ୱର କୋପାନଳେ ଭୃଗୁ ଯେ ସଭା ମଧ୍ୟେ ଥିଲେ
ନନ୍ଦୀର ସାପ ସେ ଶୁଣିଲେ ଦକ୍ଷର ମତେ ପକ୍ଷ ଧରି ରୁଦ୍ର ବିଷয়ে କୋପ କରି ଯେ ବ୍ରହ୍ମଦଣ୍ଡ ଦୁରତ୍ୟୟ ସ୍ୱଭାବେ ଭୃଗୁ ମହାଶୟ ଦକ୍ଷିଣ ହସ୍ତେ ଜଳ ଘେନି ସଭା ସମୂহে ଉଚ୍ଚେ ବାଣୀ କହଇ ହସ୍ତେ ଜଳ ଧରି ହୃଦରେ କୋପାନଳ ଭରି ଯେ ଶିବ ବ୍ରତ ଏ ଜଗତେ କରିବ ଚିତ୍ତର ଆୟତେ ସେ ଶାସ୍ତ୍ର ମତ ନ ଆଦରି ପାଷଣ୍ଡ ହନ୍ତୁ ତମ ଧରି ଦୁଷ୍ଟ ଅସୁଚି ମୂଢ଼ ବୁଦ୍ଧି ପାଷଣ୍ଡ ପଣେ ଯେ ପ୍ରସିଦ୍ଧି ଭୂଷଣ ଜଟା ଭସ୍ମସ୍ତି ଶିବ ପୂଜନ୍ତୁ ମୂଢ଼ମତି ବହନ୍ତୁ ଶିବ ଦୀକ୍ଷା ହୃଦେ ଜହିଁ ଦେବତା ସୁରାମଦେ ବ୍ରହ୍ମା ବ୍ରାହ୍ମଣେ ନିନ୍ଦା କରି ନିରତେ ଶିବ ଦୀକ୍ଷା ଧରି ଶିବର ପଥ ସନାତନ ଦେୟ ବାଚରିବେ ଜନ ବିଷ୍ଣୁ ନିନ୍ଦିତ ଫଳ ପାଉ ଅନ୍ତେ ପାଷାଣ୍ଡ ଗତି ହେଉ ମୈତ୍ରେୟ ଉବାଚ ଏମନ୍ତ ଭୃଗୁ ବାକ୍ୟ ଶୁଣି ସଭାର ମଧ୍ୟ ଶୂଳ ପାଣି ଅଳ୍ପ ବିମନା ହୋଇ ଉଠି ଅନଳ ପ୍ରାୟ କୋପ ଦୃଷ୍ଟି ନିଜ ଗଣଙ୍କୁ ଘେନି ସଙ୍ଗେ ମିଳିଲେ ନିଜ ସ୍ଥାନେ ବେଗେ ଶିବ ଗମନେ ମୁନି ଗଣେ ଆଗମ ନିଗମ ପ୍ରମାଣେ ତଦନ୍ତେ ବିଶ୍ୱ ସ୍ରଷ୍ଟା ମାନେ ସହସ୍ର ବର୍ଷର ପ୍ରମାଣେ ଯଥା ବିଧାନେ ଯଜ୍ଞ ସାରି ସେ ଅବଭୃତ ସ୍ନାନ କରି ପ୍ରୟାଗେ ଯମୁନା ସହିତ ଜାହ୍ନବୀ ହୋଇଛି ମିଳିତ ତହିଁ ସକଳେ ସ୍ନାନ ସାରି ଗମିଲେ ନିଜ ନିଜ ପୁରୀ ବିଷ୍ଣୁ ଚରିତ ସୁଧାରସ କହଇ ଜଗନ୍ନାଥ ଦାସ ଭାଷା ପ୍ରବନ୍ଧେ ଭାଗବତ ଅମୃତ ରସମୟ ଗୀତ